ଏଇଠି ପାଖାପାଖି 2 ମାସ ପରେ ଆଜି ଡଲା ଧରିକି ଆସିଛି ଗାର୍ଡେନକୁ କିଛି ହାରଭେଷ୍ଟ କରିବା ପାଇଁ। ମାନେ ଗୋଟେ ପ୍ରକାର ଶୀତ ଦିନରେ ଏଇଟା ମୋର ଥିଲା ଫାଷ୍ଟ ହାରଭେଷ୍ଟ। ଆଉ ଫାଷ୍ଟ ହାରଭେଷ୍ଟରେ ମୋର ଆରମ୍ଭ ହେଇଯାଇଛି ଶାଗ ପାଖରୁ। ତ ଏବେ ତ ଆମର ଯାହା ଯେତିକି ଫଳୁଛି ସବୁ ହେଉଛି ଏବେ ନୂଆ ନୂଆ ସବୁ କ'ଣ ଶାଗ ଉପରେ ଖାଲି। ବାକି ଯେତିକି ପନିପରିବା ସବୁ ଲାଗିଛି ସେ ସବୁ ଛୋଟ ଅଛି, ମାନେ ଗ୍ରୋଥ୍ ହେଉଛି ଏବେ। ତ ଫୁଲ କଷି ଆସିଗଲାଣି କିନ୍ତୁ ମାନେ ଭଲସେ ହାରଭେଷ୍ଟିଂ ପାଇଁ ରେଡ଼ି ହେଇନି କିଛି ବି। ଆଉ ଗଛ ଯେହେତୁ ଅର୍ଗାନିକ୍ ସେଥିପାଇଁ ଟିକେ ଧୀର ବଢ଼ୁଛି, ଆଉ ଗଛଟା ଟିକେ ଡେରିରେ ଫଳୁଛି ବି ମଧ୍ୟ। କିନ୍ତୁ ଏଇସବୁ ଶାଗ ଆଜି ମାଆଙ୍କର ଇଚ୍ଛା ହେଇଛି କି ଶାଗ କିଛି ବାରମିଶା ନେବି। ଆଉ ତାଙ୍କର ହେଉଛି ବାରମିଶା ଶାଗ ବହୁତ ପ୍ରିୟ। ସେଥିପାଇଁକା ବାରମିଶା ଶାଗ କ'ଣ କଳମ ନେଉଛି। କଳମଟା ମୋର ରହିଲାଣି ଖରା ଦିନରୁ ପାଖାପାଖି ରହିଗଲାଣି। ଆଉ ଏଥରକ ଯେଉଁ କଳମଟା ସବୁ ମାନେ ଯେତିକି ବି କାଟୁଛି ତ ସେଗୁଡ଼ା କ'ଣ ଖରା ଦିନର ଯେଉଁ ପାକଳ ହେଇଯାଇଥିଲା ସବୁ ନଷ୍ଟ ହେଲା ଉପରେ। ତ ସେ ସବୁକୁ କାଟିକିରି ତା'ର ଡାଳ ଗୁଡ଼ାକ କିଛି ପୋତି ଦେଇଥିଲି। ଆଉ ସେ ପୋତିଥିବା ଡାଳ ଗୁଡ଼ାକ ବଢ଼ିଆ ସେ ଲାଗିଯାଇଛି। ଆଉ ଏବେ ମୋତେ ଶାଗ ବି ରୀତିମତ ଦେଉଛି। ତ ତା ଦେହରୁ କିଛି ପ୍ରଥମେ ମୁଁ କଳମ ତୋଳି ଦେଇଥିଲି, ତାପରେ ପାଳଙ୍ଗ କିଛି ତୋଳିଲି, ତାପରେ କୁଶିଳା ମୋର ହେଉଛି କ'ଣ କିଛି ଲେଉଟିଆ ବି ତୋଳିଛି, କୁଶିଳା ବି ତୋଳିଛି, ନାଲି କୁଶିଳା ବି କିଛି ତୋଳି ଦେଇଛି। ଆଉ ଗୋଟେ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ, ତ ଏମିତି କିଛି ଶାଗ ଅଛି ଯେଉଁଗୁଡ଼ାକ ଆମକୁ ମାନେ ଘାସ ଭଳିଆ ଦେଖିବାକୁ, ମାନେ ଏମିତି ଦେଖିବେ ବହୁତ ମାନେ ବିଭିନ୍ନ ଫୁଲ ଗଛ ହେଉ କିମ୍ବା ପନିପରିବା ଗଛ ମୂଳରେ ସବୁ ଉଠିଥିବ ଆପେ ଆପେ, ଯାହାକୁ ଆମେ ଅବୁଣା ଗଛ କହିକି ଉପାଡ଼ି ଦିଅନ୍ତି। ବହୁତ ସାରା ଶାଗ ଥାଏ, କ'ଣ ପୁରୁଣି ଶାଗ ଥାଏ, ଏମିତି ବହୁତ ବାରମିଶା ଶାଗ ଯେଉଁ ମିଶେ ନା। ତ ତା ଭିତରୁ କିଛିଟା ଶାଗ ମୁଁ ଏବେକୁ ଚିହ୍ନିବାକୁ ବି ପାଉଛି, ଯେଉଁଗୁଡ଼ାକ ଆମର ପଟୁଲାକା ଭଳିଆ ଦେଖିବାକୁ, ସେ ବି ଗୋଟେ ମାନେ ପ୍ରକାର ଶାଗ। କିନ୍ତୁ ସେ ଶାଗ ଯେହେତୁ ମୁଁ କେବେ ଖାଇନି କି ଆମର କେବେ କେହି ଖାଆନ୍ତିନି, ତ ସେଥିପାଇଁ ମୁଁ ତାକୁ ସବୁ ଉପାଡ଼ିକି ଫିଙ୍ଗି ଦିଏ। କିନ୍ତୁ ପୁରୁଣି ଶାଗ ମୋ ମାଆଙ୍କର ଯେମିତି ପ୍ରିୟ ମୋର ବି ସେମିତି ପ୍ରିୟ। ପଖାଳ ସାଙ୍ଗକୁ ପୁରୁଣି ଶାଗ ହେଇଥିବ କିମ୍ବା ସୁନସୁନିଆ ଶାଗ ହେଇଥିବ, କାହିଁ କହୁଛନ୍ତି, ମୋତେ ବହୁତ ହି ବଢ଼ିଆ ଲାଗେ। ପୁରୁଣି ଶାଗଟା କ'ଣ ଟିକେ ହେଉଛି ତାକୁ ବାଇଗଣ ଆଳୁ ଦେଇକି ତାକୁ କଲେ ନା ବହୁତ ବଢ଼ିଆ ଲାଗେ। କିନ୍ତୁ ହେଉଛି ମୋ ମାଆଙ୍କର ଟିକେ ଖାଇବା ଷ୍ଟାଇଲ୍ ଟିକେ ଅଲଗା, ସେଥିପାଇଁ ତାଙ୍କ ଖାଇବା ଅନୁସାରେ ସେ ଖାଆନ୍ତି। ତ ଯାହା ବି ହଉ ସେଥିପାଇଁକା ବାରମିଶା ଶାଗରେ ମୁଁ ପୁରୁଣି ବି କିଛି ନେଇଯାଇଥିଲି, ନାଲି କୋଶିଳା, କିଛି ଲେଉଟିଆ, ଆଉ ହେଉଛି ଆମର ଯେଉଁ ଅବୁଣା ଉଠିଥିଲା ସବୁ ମୂଳ, ସବୁ ମୋଟା ମୂଳ ବାଲା ଯେଉଁ ଶାଗ ଥାଏନି, ଯେଉଁଟାକି ଆମର ଖାଲି ନେଉଟିଆ, ତ ତାକୁ ବି ମଧ୍ୟ ମୁଁ ପୋତିଥିଲି କ'ଣ କୁନ୍ଦୁଡ଼ି ଗଛ ମୂଳର। ତାକୁ ଦେହରୁ ବି କିଛିଟା ହାଲକା ଟୁଙ୍କି ଟାଙ୍କିକି ପତ୍ର ନେଇଛି, ତା ଦେହର କଇଁଚିରେ କାଟିଲେ ସବୁ ମୂଳ ବାହାରି ଆସିବ। ସେଥିପାଇଁକା ମୁଁ ହାଲକା ମାନେ ନଖରେ ଟୁଙ୍କି ଟାଙ୍କିକି ଯାହା ଯେତିକି ପାରିଲି ଆଣିଲି। ତ ଯାହା ହଉ ଏତିକିରେ ମୋର ଡଲା ପୁରା ଭର୍ତ୍ତି ହେଇଗଲା। ଆଉ କିଛି ମୁଁ ଗଛ ମୂଳ ଦେଖୁଥିଲି କିଛି ହେଇଛି କ'ଣ ଶାଗ ଫାଗ, ତ ଆଉ କୌଣସି ଗଛ ମୂଳରେ ମୋର ସବୁ ସଫାସଫି ଅଛି ପୁରା, ମାନେ କୌଣସି ଶାଗ ଆଉ ନାହିଁ। ତାପରେ ଚାଲି ଏବେ ରୋଷେଇ ପାଇଁ ରହିଲି। ଜୟ ଜଗନ୍ନାଥ।